ବୈତରଣୀର ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଦ୍ୱାରା କଣ୍ଟି ଘାଇ ଏସ୍କେପ୍ ମାଧ୍ୟମରେ ଏବଂ ବାଲିପୋଖରୀ ଏସ୍କେପ୍ ମାଧ୍ୟମରେ ବନ୍ୟା ଜଳ ପ୍ରବେଶ କରିଛି ଭଣ୍ଡାରୀ ପୋଖରୀର 7-8ଟି ପଞ୍ଚାୟତ ବର୍ତ୍ତମାନ ଜଳମଗ୍ନ ଅଛନ୍ତି। ଆମେ ବର୍ତ୍ତମାନ ଅଛୁ ସାନ ମାଳଦା ଗ୍ରାମରେ କିଛି ଯେଉଁ ବନ୍ୟାଘାର ଅଛନ୍ତି ତାଙ୍କର ଆମେ ପ୍ରତିକ୍ରିୟା ନେବା। ଆଚ୍ଛା କ'ଣ କହିବେ ଏ ଯେଉଁ ପାଣି ହେଉଛି ଆପଣ ତ ସବୁଆଡ଼େ ବୁଲିକି ଆସିଲେଣି ପାଣି କେଉଁ କେଉଁ ଜାଗାରେ ହେଇଛି ଏବଂ କ'ଣ କହିବେ ସେ ସମ୍ପର୍କରେ? ବନ୍ୟା ଜଳ ବାଲିପୋଖରୀ ଏସ୍କେପ୍ ଏବଂ କଣ୍ଟି ଏସ୍କେପ୍ରେ ପ୍ରବାହିତ ହେବା ଦ୍ୱାରା ଭଣ୍ଡାରୀ ପୋଖରୀ ବ୍ଲକର 7ଟି ଏବଂ ମଞ୍ଜୁ ରୋଡ୍ ପାଖରେ 2ଟି ସମୁଦାୟ 9ଟି ପଞ୍ଚାୟତର ପାଖାପାଖି 50,000 ଲୋକ ଆଜି ବିପନ୍ନ ହୋଇଛନ୍ତି। ଏଠି ମାଳଦା ପଞ୍ଚାୟତର ସାନ ମାଳଦାରେ ଆମେ ଅଛୁ। ଏଠି ଲୋକଙ୍କ ଘରେ ପାଣି ପଶି ଯାଇଛି, ଚାଷ ଜମି ତ ଜଳାର୍ଣ୍ଣବ ହେଇଛି। ଏଠି ପ୍ରାୟ ସମସ୍ତଙ୍କ ଘରେ ପାଣି ପଶି ଯାଇଛି। ଲୋକମାନେ ଗତକାଲି ଠାରୁ କିଛି ରୋଷେଇବାସ କରିପାରିନାହାନ୍ତି, ଖିଆପିଆ କରିନାହାନ୍ତି। ଗୋରୁ ଗାଈ ମାନେ ମଧ୍ୟ ବାହାରକୁ ବାହାରି ପାରୁନାହାନ୍ତି। ଜଳବନ୍ଦୀ ଅବସ୍ଥାରେ ବର୍ତ୍ତମାନ ମାଳଦା ପଞ୍ଚାୟତର ଲୋକମାନେ ଅଛନ୍ତି। ଜଳବନ୍ଦୀ ଅବସ୍ଥାରେ ଲୋକମାନେ ଅଛନ୍ତି। ଯଦି ଯେଉଁ କଥା କହୁଥିଲେ ଆମେ ଏଇ ଯେଉଁ ଘର ଯେଉଁ ପାଣିରେ ବୁଡ଼ିଛି ଏବଂ ତାଙ୍କର ମଧ୍ୟ ଆମେ ପ୍ରତିକ୍ରିୟା ନେବା। ଆଚ୍ଛା କ'ଣ କହିବା ଏଇ ଯେଉଁ ଆପଣଙ୍କ ଘର ମଧ୍ୟରେ ପାଣି ପଶିଛନ୍ତି କେମିତି କେତେବେଳେ ପାଣି ଆସିଲା ଏବଂ କ'ଣ କହିବେ ସେ ସମ୍ପର୍କରେ? 3ଟା ରାତିରୁ ପାଣି ଆସିଲାଣି। ଆମେ ଘରେ ଶୋଇଥିଲୁ, ପାଣି ପଶିଗଲା, ତେଣୁ ବାହାରକୁ ପଳେଇନୁ ବାହାରିକି ଗୋରୁ ଗାଈ ଫିଟେଇ ଦେଇଛୁ ଏବଂ ଆମେ ପଦାରେ ଅଛୁ ବର୍ତ୍ତମାନ ପାଇଁ। ପଦାରେ ଅଛନ୍ତି? ରାତି 3ଟା ବେଳୁ ପାଣି ଆସିଲା? ରାତି 3ଟାରୁ। ଆଚ୍ଛା ଜିଲ୍ଲା ପ୍ରଶାସନ ପକ୍ଷରୁ ଆପଣଙ୍କର କିଛି ଇଏ ନାହିଁ, କାଲି ଖାଲି ମାଇକ୍ରେ ଆନାଉନ୍ସ କରିଥିଲେ, ଆମେ ଖାଲି ଯାହା ସେଇଆ ଶୁଣିଥିଲୁ। ଆଉ ଆଜି ଆଉ କିଛି ଆସିନାହାନ୍ତି କି କୋଉମାନେ ଆମ କତିକି ପ୍ରଶାସନ ଦେଖା ହିଁ ନାହିଁ ଏଠି। ଆଚ୍ଛା କେହି ବି ନାହାନ୍ତି ଏଠି। ଗାଁରେ କେତେ କ'ଣ ହେଲାଣି କ'ଣ ନାହିଁ, କିନ୍ତୁ ଏପର୍ଯ୍ୟନ୍ତ କେହି ଗୋଟେ ବି ଆସି ପହଞ୍ଚି ନାହାନ୍ତି ଆମ ପାଖରେ। ଆଚ୍ଛା କ'ଣ କହିବେ ଯେଉଁ ବର୍ତ୍ତମାନ ଯେଉଁ ବନ୍ୟା ଜଳ ଦ୍ରୁତ ଗତିରେ ବର୍ତ୍ତମାନ ବି ସୁଦ୍ଧା ମାଡ଼ି ଚାଲିଛି ସେ ସମ୍ପର୍କରେ କ'ଣ କହିବେ? ବର୍ତ୍ତମାନ ଆମର ସମଗ୍ର ମାଳଦା ପଞ୍ଚାୟତ ଜଳବନ୍ଦୀ ଘେରରେ ଅଛି। ଲୋକମାନେ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରିଲା ବେଳକୁ ଛାତିଏ କେଉଁଠି ମଣିଷ ପାଣି ଯେଉଁଟା ମଣିଷ ବି ବାହାରିଲେ ବୁଡ଼ିଯିବେ ସେଇ ପରିସ୍ଥିତିରେ ଅଛି। ସରକାରଙ୍କ ତରଫରୁ ଯେଉଁ ଅଫିସରମାନଙ୍କୁ ଆଲର୍ଟ କରାହେଇଛି କିଛି ମାତ୍ରାରେ ଅଛନ୍ତି, ଅନ୍ୟମାନେ ଆସିନାହାନ୍ତି। ଆମେ ଯୋଗାଯୋଗ ବି କରୁଥିଲୁ, ଯେଉଁମାନେ ସବୁ ଦାୟିତ୍ୱରେ ଅଛନ୍ତି ସେମାନେ 10ଟା ସୁଦ୍ଧା ଆସି ପହଞ୍ଚିବେ ବୋଲି କହୁଛନ୍ତି। ଏବଂ ସରକାର ତରଫରୁ ଯେଉଁ ଶୁଖିଲା ଖାଦ୍ୟ ଏବଂ ବାତ୍ୟା ସ୍ଥଳରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ତାକୁ ଆମେ ଯାଇ ଟିକେ ଅନୁଧ୍ୟାନ କରିବୁ ଯେ ବର୍ତ୍ତମାନ ମାନେ କେତେ କ'ଣ ଲୋକଙ୍କୁ ରେସ୍କ୍ୟୁ କରାଯାଇପାରିବ। ଆଚ୍ଛା ଯେଉଁ ଲୋକମାନେ ବର୍ତ୍ତମାନ ଅଭିଯୋଗ କରୁଥିଲେ ବର୍ତ୍ତମାନ ସୁଦ୍ଧା କୌଣସି ଗୋଖାଦ୍ୟ ହଉ କି କିଛି ବର୍ତ୍ତମାନ ସବୁ ଲୋକଙ୍କ ତରଫ ପହଞ୍ଚି ନାହିଁ ସେ ସମୟରେ କ'ଣ କହିବେ? ଖାଦ୍ୟ ସେଟା ସତ କଥା, ଖାଦ୍ୟ ପହଞ୍ଚି ନାହିଁ, ଗୋଖାଦ୍ୟ କି ଶୁଖିଲା ଖାଦ୍ୟ। ତ ଆମେ ପ୍ରଶାସନ ସହିତ ଯୋଗାଯୋଗରେ ଅଛୁ, ସେମାନେ ଖୁବ୍ ଶୀଘ୍ର ଆଣିକି ପହଞ୍ଚେଇ ଦେବେ ବୋଲି ଆମକୁ ପ୍ରତିଶ୍ରୁତି ଦେଲେଣି ଏବଂ ପ୍ରତିଶ୍ରୁତି ଦେଲେଣି। ଆମେ ହେଉଛି ଯିବା ଏଇ ଯେଉଁ ଘର ଦେଖିପାରୁଥିବେ ବର୍ତ୍ତମାନ ଘରର ଅବସ୍ଥା କ'ଣ ତାଙ୍କର ମଧ୍ୟ ଆମେ ପ୍ରତିକ୍ରିୟା ନେବା। ଆଚ୍ଛା କ'ଣ କହିବେ ଏଇ ଯେଉଁ ପାଣି ଆପଣଙ୍କର କେତେବେଳେ ପାଣି ଆସିଲା ଏବଂ କ'ଣ କହିବେ ସେ ସମ୍ପର୍କରେ? ରାତି 3ଟାରୁ ପାଣି ଆସିଲାଣି, ଆମେ ବାହାରିକି ପଳେଇଲୁ। ରାତି 3ଟାରୁ ଆସିଲାଣି, ଘରେ ବାହାରି ପଳେଇଲୁ। ଗୋରୁ ଗାଈ ସାଙ୍ଗେ ସାଙ୍ଗେ ଫିଟେଇ ଦେଲୁ। ଆମେ ଏବେ ଗୋରୁ ଗାଈ ବନ୍ଧରେ ଅଛନ୍ତି, ଆମେ ଘରେ ଏପଟ ସେପଟ ହଉଛୁ। ଜିନିଷ ଦରମ କିଛି ରଖିଥିଲୁ, ଆଉ କିଛି ଆବାସ ପତ୍ର ଅଛି ଉଠା ଉଠି କରିମୁ ନେଇକି ଯାଉଛନ୍ତି। ଆଜ୍ଞା। ଆଚ୍ଛା ଫଟୋ ଉପରକୁ ଟେକି ଦେଇଛନ୍ତି। ଯୋଗତା ଦେଖୁଥିଲେ ଯେ ଏଇଟା ମାଳଦା ଅଞ୍ଚଳ, ତ ସାନ ମାଳଦା ଅଞ୍ଚଳରେ ଯେଉଁଭଳି ଭାବେ ଧୀରେ ଧୀରେ ବନ୍ୟା ଜଳ ବଢ଼ିବାରେ ଲାଗିଛି ଯାହାକୁ ନେଇକି ଦୁର୍ଦ୍ଦଶା ଭୋଗୁଛନ୍ତି ବନ୍ୟା ଦୁର୍ଗତମାନେ। ଭଦ୍ରକରୁ ତପନ ସ୍ୱାଇଁ, ନ୍ୟୁଜ୍ 18 ଓଡ଼ିଆ।